ସତରେ କଣ ଶିବଲିଙ୍ଗରୁ ରକ୍ତ ଧାର ଧାର ଝରୁଥିଲା? ସତରେ କଣ ବାବା ଝାଡେଶ୍ୱରଙ୍କ ଆଖିରୁ ଲୁହ ବହୁଥିଲା? ତାହେଲେ ସମ୍ପୂର୍ଣ୍ଣ ଖବରଟି ଜାଣିବାକୁ ହେଲେ ଭିଡିଓଟି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ଆପଣଙ୍କ ପ୍ରେମ ମାଷ୍ଟର ଧୀରେ। ଓଡ଼ିଶା ରାଜ୍ୟ ଦେବଗଡ଼ ଜିଲ୍ଲା ଚିକନିଘଟି ଠାରୁ 3 କିଲୋମିଟର ଦୂର ଆଗରେ ବାବା ଝାଡେଶ୍ୱରଙ୍କର ଏକ ଭବ୍ୟ ମନ୍ଦିର ଅବସ୍ଥିତ। ବାମ୍ରାର ରାଜା ଦେବଦୁର୍ଲ୍ଲଭ ଦିନେ ମନେ ମନେ ଚିନ୍ତା କରି ଜଙ୍ଗଲକୁ ତାଙ୍କର ସୋଦଳ ବଳ ସମସ୍ତଙ୍କୁ ଘେନି ଶିକାର କରିବା ପାଇଁ ଜଙ୍ଗଲକୁ ବାହାରି ପଡ଼ିଲେ। ଏମିତି ଜଙ୍ଗଲ ଭିତରେ ବୁଲୁ 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 ସେଦିନ କୌଣସି ଶିକାର କରିପାରିଲେ ନାହିଁ। ଦେବଦୁର୍ଲ୍ଲଭ ମନେ ମନେ ଚିନ୍ତା କଲେ, ଏବେ ସମୟ ପ୍ରାୟ 4ଟା ବାଜିଥାଏ। କଣ କରିବେ? କାହିଁକି ଆଜି କୌଣସି ଜନ୍ତୁ ପକ୍ଷୀ ପଶୁ କିଛି ବି ଦେଖାଗଲେ ନାହିଁ। କଣ କରିବେ? ତେଣୁକରି ସେ ସମସ୍ତଙ୍କୁ କହିଲେ, ଆଜି ଆଉ ଶିକାର କରିବା ନାହିଁ, ସମସ୍ତେ ଚାଲ ପୁଣି ଘରକୁ ଫେରିଯିବା। ଏମିତି ଘରକୁ ବାଟରେ ହଠାତ୍ ଦେବଦୁର୍ଲ୍ଲଭଙ୍କର ଏକ ମୃଗ ଗହଳି ଲାଗିଥିବାର ଦେଖିବାକୁ ପାଇଲେ। କାହିଁକି ନା ପଲ୍ଲେ ମୃଗ ଖେଳୁଥିଲେ, ଡିଆଁ ମାରୁଥିଲେ। ଅତି ଆନନ୍ଦର ସହିତ ମୃଗ ମୃଗୁଣୀ ମାନେ ଖେଳିବାରେ ସେଇଠି ମାତି ପଡ଼ିଥିଲେ। ଏହା ଦେଖିଛନ୍ତି ରାଜା ଦେବଦୁର୍ଲ୍ଲଭ। ସଙ୍ଗେ ସଙ୍ଗେ ଦେବଦୁର୍ଲ୍ଲଭ କଣ କଲେ? ତାଙ୍କୁ ଧନୁତୀର ମାରିଲେ। ଧନୁତୀର ଲକ୍ଷ୍ୟ ଭେଦ କରିପାରିଲା ନାହିଁ। ତେଣୁ ରାଜା ଦେବଦୁର୍ଲ୍ଲଭ ଆସିକି ଯେତେବେଳେ ଦେଖନ୍ତି ଯେ ତାଙ୍କର ବାଣ ଲକ୍ଷ୍ୟ ଭେଦ କରିପାରିଲା ନାହିଁ, କଣ କରିବେ? କିନ୍ତୁ ଏକ ପଥର ଉପରେ ତାଙ୍କ ଧନୁତୀର ମାଡ଼ ହେଲା। କିନ୍ତୁ ଯେଉଁ ପଥର ଉପରେ ମାଡ଼ ହେଇଛି ସେ ପଥରରୁ ରକ୍ତ ଖାଲି ବହିବାରେ ଲାଗିଛି। ମନେ ମନେ ଚିନ୍ତା କଲେ ଦେବଦୁର୍ଲ୍ଲଭ। କହିଲେ, ନା, ଇଏ କଣ ହେଲା? ଇଏ ପୁଣି କାହିଁକି ଏମିତି ହେଲା? ପୁଣି ଏ ପଥରରୁ ଏତେ ମାତ୍ରାରେ ରକ୍ତ ବହୁଛି। ରାଜାଙ୍କୁ କିଛି ବି ଭଲ ଲାଗିଲା ନାହିଁ। ରାଜା କଣ କରିବେ? ରାଜା ମନ ଦୁଃଖରେ ସେଦିନ ଘରକୁ ଫେରି ଆସିଲେ। ଏଭଳି ଆଉ ରାଜା ସେଦିନ ଖାଇବା ରାତିରେ ବନ୍ଦ କରିଦେଲେ। ରାଜାଙ୍କୁ କିଛି ବି ଭଲ ନ ଲାଗୁଥାଏ। ବନ୍ଧୁଗଣ, ଦର୍ଶକ ବନ୍ଧୁ, ଯେତେବେଳେ ରାତିର 4ର୍ଥ ନମ୍ବର ପ୍ରହର ହେଇଛି, ଏହି ସମୟରେ ରାଜା ଗାଢ ନିଦ୍ରାରେ ଶୋଇ ପଡ଼ିଛନ୍ତି। ଠିକ୍ ଏହି ସମୟରେ ଚାରିଆଡ଼େ ଆଲୁଅ ଜଳି ଉଠିଲା, ଆଲୋକିତ ହେଇଗଲା ଚାରିଆଡ଼େ। କିନ୍ତୁ ସ୍ୱର୍ଗରୁ ଦୈବୀବାଣୀ ହେଲା, ରାଜା ଦେବଦୁର୍ଲ୍ଲଭ। ଏତି କହିବା କ୍ଷଣି ରାଜାଙ୍କର ଚାଉଁକିରି ନିଦ ଭାଙ୍ଗିଗଲା। ସେ ଉଠିକି ଦେଖିଲେ କୌଣସି ଆଡ଼େ କିଛି ନାହିଁ। କିନ୍ତୁ ସ୍ୱର୍ଗରୁ ବାଣୀ ହେଲା, ରାଜା ଦେବଦୁର୍ଲ୍ଲଭ, ତମେ ଆଜି ଯେଉଁ ଧନୁତୀର ମାରିଲ ସେ ପଥର ଉପରେ ବାଜିଲା। ସେ ଏମିତି ସେମିତି ପଥର ନଥିଲା, ସେ ବାବା ଝାଡେଶ୍ୱରଙ୍କର ଏକ ଶିବଲିଙ୍ଗ। ତେଣୁକରି ତମେ ଆସନ୍ତା କାଲି ଯାଇ ସେଠି ଶିବଙ୍କୁ ପୂଜା ଅର୍ଚ୍ଚନା କରିବାକୁ ଲାଗିପଡ଼। ଦେବଦେବ ମହାଦେବଙ୍କର କଣ କରିବେ? ସକାଳ ପାହିବା କ୍ଷଣି ରାଜା ଦେବଦୁର୍ଲ୍ଲଭ ସଙ୍ଗେ ସଙ୍ଗେ ଯାଇ ସେ ଜଙ୍ଗଲ ଭିତରେ ପ୍ରବେଶ କଲେ। ଆଉ ଯେଉଁ ପଥରରୁ ରକ୍ତ ବହୁଥିଲା ସେ ପଥରଟି ଥିଲା ଦେବଦେବ ମହାଦେବଙ୍କର ଏକ ଲିଙ୍ଗ। ତେଣୁକରି 1856 ମସିହାରେ ସେଇଠି ସିଏ କଣ କରିଥିଲେ ନା ସଙ୍ଗେ ସଙ୍ଗେ ତାର ପୂଜା ପାଠ କରି ଏକ ମନ୍ଦିର ନିର୍ମାଣ କରିଥିଲେ। ଦର୍ଶକ ବନ୍ଧୁ, 1856 ମସିହାରେ ତେଣୁକରି ଆମ ଦେବଗଡ଼ ଜିଲ୍ଲାର ଚିକନିଘଟି ଠାରୁ ମାତ୍ର 3 କିଲୋମିଟର ଦୂରରେ ବାବା ଝାଡେଶ୍ୱରଙ୍କର ମନ୍ଦିର ସେଇ ଦିନଠୁ ଏଠାରେ ପୂଜା ପାଠ ହେଉଛି। ଆଉ ଏ ମନ୍ଦିରରେ ବାବା ଝାଡେଶ୍ୱରଙ୍କର ପୂଜା ପାଠ ଆଉ ମା ଭୈରବୀଙ୍କର ପୂଜା ପାଠ ହେଉଛି, ଯାହାକି ଏ ମନ୍ଦିର ନାଁ ସେଇ ଦିନଠୁ ନାମିତ ହେଲା ବାବା ଝାଡେଶ୍ୱର। ଦର୍ଶକ ବନ୍ଧୁ, ଆମ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଆମ
चैनल को लाइक शेयर सब्सक्राइब निश्चय करेंगे। रहुची नमस्कार, जय जगन्नाथ।